ଏଇଟା ମୋ ପିତାଙ୍କ ମାନେ ଯୀଶୁଙ୍କ ଉପରେ କର୍ତ୍ତୃତ୍ୱ ଭାର ଥୁଆଯିବ ସେ ଉପରେ କୁହାଯାଉଥିଲା ତ ସେଇଟା ହିଁ କୁହାହେଲା। ଆମେ କର୍ତ୍ତୃତ୍ୱ ଭାର ବିଷୟରେ ଦେଖୁଛୁ ମାନେ ବାଳକ ପୁତ୍ର ତାପରେ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ମାନେ ଯେତେବେଳେ ଭାର ସେ ବହନ କରିବେ ସେତେବେଳେ ତାଙ୍କର କ'ଣ କ'ଣ ହେବ ସେ ସେଇ ସମୟରେ ଆଶ୍ଚର୍ଯ୍ୟ ମନ୍ତ୍ରୀ ମାନେ ତାଙ୍କର ମନ୍ତ୍ରଣା ବହୁତ ଆଶ୍ଚର୍ଯ୍ୟ ଥିବ ଯେମିତି ପରାକ୍ରାନ୍ତ ପରମେଶ୍ୱର ସେଇ ସମୟରେ ଆଗେ ଦୁର୍ବଳ ହେଲେ ସେ ଯେତେବେଳେ ଆସିଲେ ମନୁଷ୍ୟ ଦୁର୍ବଳ ହେଲେ କିନ୍ତୁ ସେତେବେଳେ ପରାକ୍ରାନ୍ତ ପରମେଶ୍ୱର ତାପରେ ଅନନ୍ତକାଳୀନ ପିତା ସେ ସେ ରାଜ୍ୟ କରିବା ସମୟରେ ତାଙ୍କ ପିତା ଭାବରେ ଯତ୍ନ ନେବେ ଅନନ୍ତକାଳୀନ ପିତା ତାପରେ ଶାନ୍ତି ରାଜା ହେବେ ତ ସେ ଶାନ୍ତିର ରାଜକୁମାର ତାଙ୍କ ରାଜ୍ୟରେ ଶାନ୍ତି ଥିବ ସେ ଯେଉଁ ରାଜ୍ୟ କରିବେ ସେ ରାଜ୍ୟରେ ମାନେ ପାପୀ ମାନେ ଥିବେ କିନ୍ତୁ ଅଶାନ୍ତି ହେବ ନାହିଁ ଅବିଶ୍ୱାସୀ ମାନେ ଥିବେ କିନ୍ତୁ ଅଶାନ୍ତି ହେଇପାରିବ ନାହିଁ ସେ ରାଜ୍ୟ ଭିନ୍ନ ଯୋଉଟା ଈଶ୍ୱରଙ୍କ ରାଜ୍ୟ 1000 ବର୍ଷର ରାଜ୍ୟରେ ଅନେକ ଅବିଶ୍ୱାସୀ ମାନେ ଥିବେ ଏଇ ପୃଥିବୀର ଆମେ ମଧ୍ୟ ଆକାଶରୁ ଆସିବୁ ତାଙ୍କ ସହିତ ଏଇ ମାନେ ପୃଥିବୀ ଉପରେ ଆମେ ତାଙ୍କ ସହିତ ରାଜତ୍ୱ କରିବୁ 1000 ବର୍ଷ ସେଇ ସମୟରେ ମାନେ କିଛି ପାପ ହେବ ନାହିଁ ସେଇଟା ମନେ ରଖିଥିବେ କିଛି ପାପ ହେବ ନାହିଁ ଏଇ ଯେଉଁ 1000 ବର୍ଷ କାହାକୁ ବି ସୁଯୋଗ ଦିଆଯାଏ ନାହିଁ କାହାକୁ ବି ସୁଯୋଗ ଦିଆଯାଏ ନାହିଁ ସବୁଠୁ ବେଶୀ ମଥୁସେଲହକୁ 969 ବର୍ଷ ଦିଆହେଲା ଆଉ କାହାକୁ ବି ଦିଆ ହେଇନାହିଁ ଯୀଶୁଖ୍ରୀଷ୍ଟଙ୍କୁ ସେଇଟା ଦିଆହେବ ଆଉ ସେ 1000 ବର୍ଷ ସେଠି କିଛି ରହିବ ନାହିଁ ସେ ମନ୍ତ୍ରୀ ଭାବରେ ଈଶ୍ୱର ଭାବରେ ପିତା ଭାବରେ ରାଜା ଭାବରେ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ନେଇକରି ସମସ୍ତଙ୍କୁ ପରିଚାଳନା କରିବେ ଆଉ ସେଇ ସମୟରେ ଶୈତାନ ନଥିବ 1000 ବର୍ଷ ପାଇଁ ବନ୍ଧା ଯିବ ସେ ଯୀଶୁଙ୍କର ରାଜ୍ୟ ସମୟରେ ପାପୀ ମାନେ ଅଧାର୍ମିକ ଅବିଶ୍ୱାସୀ ମାନେ ବି ଥିବେ ସେ 1000 ବର୍ଷ ହଁ ଯେତେବେଳେ ଯୋଉ 7 ବର୍ଷ ମହାକ୍ଲେଶ ହବ ସେ କ୍ଲେଶ ସମୟରେ ବହୁତ ଲୋକ ମରିଯିବେ ହତ୍ୟା ହବ ସବୁ ହବ ତାପରେ ଯେଉଁମାନେ ଅବଶିଷ୍ଟାଂଶ ଥିବେ ସେଇ ସମୟରେ ପୃଥିବୀରେ ଯୀଶୁ ଆସିବେ ଆଉ ସେ ଯେତେବେଳେ ଆସି ରାଜ୍ୟ କରିବେ ସେଇ ଅବଶିଷ୍ଟାଂଶ ଭିତରେ ଯେଉଁମାନେ ମାନେ ପ୍ରଭୁ ଯୀଶୁ ପ୍ରଥମେ ଆସିଲେ ଯେତେ ଲୋକ ସମସ୍ତେ ଉଠିତ ହେଇକରି ଚାଲିଯିବେ ବାକି ସବୁ ରହିଯିବେ ତାପରେ ସେ ଭିତରେ ମଧ୍ୟ ଆହୁରି ରେପଚର ହବ ଖାଲି ଆମେ ଯେ ରେପଚର ହବୁ ତାହା ନୁହେଁ ପରେ ମଧ୍ୟ ରେପଚର ହବ ଆଉ ଯେତେବେଳେ ରେପଚର ଥରେ ହେବ ନାହିଁ ଏଇଟା ମନେ ରଖିଥିବ କେତେ ଥର ରେପଚର ହବ ଅନେକ ଲୋକ ଗୋଟେ ରେପଚରକୁ ହିଁ କୁହନ୍ତି କିନ୍ତୁ ଅନେକ ମାନେ ଆହୁରି ଅନେକ ରେପଚର ହବ ରେପଚର ମାନେ ଉର୍ଦ୍ଧ୍ୱ ଉତ୍ଥିତ ଆମେ ସେଇଟା ରେପଚର ଶବ୍ଦଟା ବାଇବଲର ନୁହେଁ ବାଇବଲରେ କ'ଣ ଉର୍ଦ୍ଧ୍ୱ ଗମନ ଆମେ ଉପରକୁ ଯିବା ଯେତେବେଳେ ପ୍ରଭୁ ଯୀଶୁ ଆସିବେ ଯେଉଁମାନେ ତାଙ୍କଠାରେ ଥାଇକରି ମରିଛନ୍ତି ସେମାନେ ପ୍ରଥମରେ ଉଠିବେ ଆଉ ତାପରେ ଆମ୍ଭେମାନେ ବୋଲି ପାଉଲ କହୁଛନ୍ତି ମାନେ ଯେଉଁମାନେ ବଞ୍ଚିଥିବୁ ସେମାନେ ମଧ୍ୟ ଆମେ ଉଠିକରି ଯିବୁ କିନ୍ତୁ ଯେତେବେଳେ ଆମମାନେ ଉଠାଯିବୁ ସେତେବେଳେ ଅନେକ ଲୋକ ରହିଯିବେ କିନ୍ତୁ ଲେଖାଯାଉଛି 2 ଜଣ ଶୋଇଥିବେ ଜଣକୁ ଉଠାଇ ନିଆଯିବ ଆଉ ଜଣେ ରହିଯିବ 2 ଜଣ ଚକି ବସିଥିବେ ଜଣକୁ ନିଆଯିବ ମାନେ ଏଇଟା ବି ଗୋଟେ ମାନେ ପ୍ରୁଫ ଯେ ଚାରିଆଡେ ବିଜ୍ଞାନ ଯାଇ ନଥିବ ସେଇ ସମୟରେ ମାନେ ସେଇଟା ବି ଗୋଟେ ବୁଝିବାକୁ ହବ ଯେ ଅନେକ ଲୋକ ଏମିତି ଗୋଟେ ଜାଗାରେ ଥିବେ ଯୋଉଠିକି ଲୋକମାନେ ଇଲେକ୍ଟ୍ରିକ ଏଟା ନଥିବ ସେଇ ଆମେ ଦେଖୁଛୁ ଗ୍ରାଇଣ୍ଡର ମେସିନ୍ ନଥିବ ସେମାନେ ଚକି ପେଶୁଥିବେ ସେମିତି ତେଣୁ ସେ ଆସିଲା ବେଳେ ଯେତେ ଜଣ ଗଲେ ବାକି ସବୁ ରହିଗଲେ ତାପରେ 7 ବର୍ଷ କ୍ଲେଶ ହବ ସେ ଭିତରେ କେତେ ଜଣ ମରିଯିବେ ବିଭିନ୍ନ ପ୍ରକାର ଭାବରେ ମାନେ ସୂର୍ଯ୍ୟ ଦ୍ୱାରା ଚନ୍ଦ୍ର ଦ୍ୱାରା ନକ୍ଷତ୍ର ଦ୍ୱାରା ବିଭିନ୍ନ ବିଷୟ ଦ୍ୱାରା ସେମାନେ ସମସ୍ତେ କ'ଣ ହେବେ ମୃତ୍ୟୁବରଣ କରିବେ କିନ୍ତୁ ଯେତିକି ରହିଯିବେ ସେତିକି ପ୍ରଭୁ ଯୀଶୁ ପୃଥିବୀକୁ ଆସିବେ ଆଗେ ଆକାଶ ଉପରେ ଆସିଥିଲେ ମଧ୍ୟ ଆକାଶରେ ଆସିଥିଲେ ଏବେ ପୃଥିବୀକୁ ଆସିବେ ଯେତେବେଳେ ପୃଥିବୀକୁ ଆସିବେ ସେ ଯେତେବେଳେ ଶାସନ କରିବେ ତାଙ୍କୁ ମାନେ ସ୍କନ୍ଦରେ କର୍ତ୍ତୃତ୍ୱ ଭାର ଦିଆଯିବ ସେ ମନ୍ତ୍ରୀ ଭାବରେ ସେଠି ସେ ହିଁ ରାଜା ସେ ହିଁ ପିତା ସେ ହିଁ ଈଶ୍ୱର ସେଇଠି କ'ଣ କରିବେ 1000 ବର୍ଷ ଶାସନ କରିବେ ତାପରେ ମାନେ ବିଚାର ପରେ ନା ପୂର୍ବ କଥା ଏଇଟା
विचार पर हेब आउरी थरे 1000 वर्ष पर शैतान को छाड़ीदेले जो माने जो राज्य रे थिले से माने आउरी थरे सही प्रकार ही जिवे जो माने प्रभु ठार थिबे से माने हिथिबे आ बाकी जो माने थिबे से माने आउरी थरे तांको शैतान भ्रांत करिवो भ्रांत कला परे गोटे बड़ युद्ध अवस्था परे सेटा ला शेष युद्ध से युद्ध परे विचार हेब विचार हला परे समस्ते माने जेते लोक मरी थिबे आ जेते लोक बंची थिबे से समस्त को सेठी पका जिवो माने अविश्वासी माने हाँ अग्निमय हृदय पका किंतु हेले एबे जो 1000 वर्ष शासन समय रे जो ऊर्ध्व गमन जोड़ा कहले ऊर्ध्व गमन प्रथम ऊर्ध्व गमन हब प्रथम ऊर्ध्व गमन हब जेते बेले एबे हठात गोटे हब ऊर्ध्व गमन तापर 7 वर्ष महाक्लेश हब तापर नहीं सुनंतु टिके डाउट रहला एटा टिके माने एबे मने करंतु ऊर्ध्व गमन जिसु आसला परे ना तापु जस्ट पूर्व टिके सेटा तो कहले जिसु मध्य आकाश रे प्रथम रे आसबे पृथ्वी को आसबे ना जेते से मध्य आकाश रे आसीबे सेते बेले माने जो माने द्वितीय आगमन कथा कहउछन्ते तो द्वितीय आगमन परे हेबो द्वितीय आगमन परे हेबो मध्य आकाश रे थिबाटा को सेटा खाली आगमन है द्वितीय आगमन जोटा बाइबल एटा एटा भी मन रखथिबो बाइबल रे द्वितीय आगमन बोल लेखा ही नहीं हला आगमन ही लेखा ही बाइबल रे कोठी भी द्वितीय आगमन लेखा ही नहीं एटा मन रखथिबो आमे उच्चारण करि दो किंतु द्वितीय आगमन बोली कोठी शब्द लेखा नहीं आगमन सेटा एटा भलो भाबरे मन रखथिबो सेट पई मो बेसी यूज करबे तमे कहउछो बोली मुसेटा कहउछि किंतु आगमन जेतले मध्य आकाश रे सब तो जानिथिबे जे अन्य मान जानिथिबे मु एटा टिके कन्फ्यूजन सेट पे पुछारछि हेले जेतले जीसु मध्य आकाश रे आसीबे सेतले गुडथर ऊर्ध्वगमन हबो हां बंची थिबा लोक भी जिबे आ ख्रिस्टियन ठार मरी हां जो माने माने विश्वासी माने एबे मन करे एबे आसी गले आमे विश्वासी हम जो माने मरी छथि से माने जिबे आ जो माने बंची छथि से माने भी चल जिबे गला परे हां ता परे गला परे सेते बेले आमे देखो जो माने एटा तो जानथिबो 666 बोली सेते बेले देखा दिबो से आ सेते बेले शैतान को लोक मान सेते बेले लोक माने हां सेते बेले लोक माने शैतान को देखि पारबे एबे केही भी शैतान को देखि नांते एबे तो एबे जो हां को माने ऊर्ध्वगमन बोले पृथ्वी रे जेतकी लोक विश्वासी बंची गिर थिबे आउरी जे जिसुंको ठारे थाई गिर मरी थिबे हेले से समस्त पळेले ऊर्ध्वगमन मध्य आकाश चल जिवे स्वर्ग को नहीं मध्य आकाश रे चली गले हेले पृथ्वी रहिले बाकी सब अविश्वासी पापी मन सब रहिले विश्वासी क्रिश्चियन नामधारी क्रिश्चियन सब रहि गले सब जे जिसुंको ठारे विश्वास करू कि न करू से अधार्मिक माने बोलो पापी माने सब माने पृथ्वी रे रहिले हेले तापरे जो मध्य आकाश रे जीसु अछंती तापरे पृथ्वी को आसीबे 7 वर्ष परे माने जो मध्य आकाश रे उलेलार 7 वर्ष परे पृथ्वी को उले आसीबे मध्य आकाश रे थिला परे जेतरे मंडली गले जेटा मंडली लोक आज मंडली ऊर्ध्व गमन करबो हला परे मंडली सिठी विभिन्न प्रकार विषय घटबो बुझि पारछो ए जो 7 वर्ष महाक्लेश जोटा महाक्लेश रे घटबो तापरे मध्य आकाश रे भी अनेक विषय घटबो मध्य आकाश रे आमे अछु सिठी गोटे विषय घटना घटुथिबो तळे भी घटुथिबो तो तेबे जे ऊपरे रही गले बे आमे जेते लोक जोडा कि प्रथम थेसलोनिके 4 अध्याय रे लिखा आइची 13 रु 18 पद पढले जानि पारबो सेटा ऊपरे गले सेट सेमति घटबो तापरे तळे ओले आसलु सेटा दूत मानको सहित मध्ये आमे आसबु से माने आसबे बहुत माने सेटा जेतले पितांको महिमा सेटा हम देखतलु पितांको महिमा रे दूत मानकर महिमा रे सेतले आमे ओलाई आसबे पृथ्वी को सेतले ताउटी पितांकर महिमा थिबो एबे पुत्रंकर महिमा रे एबे आस्थिले आ ईश्वर को पिता को प्रकाश करले किन सेतले पिता को महिमा रे आसीबे से हेले 7 वर्ष महाक्लेश उतारू माने जीसु आसीबे
ଆହୁରି ଯେତିକି ବିଶ୍ୱାସୀ ମାନେ ସବୁ ଥିଲେ ଊର୍ଦ୍ଧ୍ୱ ଗମନ ଯୋଉମାନେ କରିଥିଲେ ସେ ସମସ୍ତେ ଆଉ ଥରେ ପୃଥିବୀକୁ ଆଇବେ। ପୃଥିବୀକୁ ଆସିବେ। ଆଚ୍ଛା, ଆସିଲା ପରେ ଶୈତାନକୁ ବନ୍ଧା ହେଇଯିବ। ହଁ, ଆସିଲା ପରେ ନାଇଁ, ଆଗରୁ ବନ୍ଧା ହେଲେ ଆମେ ପରେ ଆସିବୁ। ଆଚ୍ଛା, ବନ୍ଧା ହେଇକି ଥିବ ତାପରେ ଆସିବେ। ହେଲେ ସେତେବେଳେ ଯୋଉମାନେ ମହାକ୍ଲେଶ ରେ ରହି ଯାଇଥିବେ ସେମାନେ ବି ଥିବେ। ହଁ, ସେମାନେ ବି ଥିବେ। କିନ୍ତୁ ଯେହେତୁ ସେ ରାଜା, ସେ ଈଶ୍ୱର, ସେ ପିତା, ସେ ମନ୍ତ୍ରୀ, ସବୁ ସେଥିପାଇଁ ସେ ରାଜ୍ୟଟା କଣ ହବ, କର୍ତ୍ତୃତ୍ୱ ତାଙ୍କ ସ୍କନ୍ଧରେ ଥୁଆଗଲେ ସେ ରାଜ୍ୟକୁ ସେ ଠିକ ଭାବରେ ଶାନ୍ତିରେ ପରିଚାଳନା କରିବେ, ପିତାଙ୍କ ଭାବରେ ପରିଚାଳନା କରିବେ। ମାନେ ଯେମିତି ବାପା ଯତ୍ନ ନେବେ ସେମିତି ସେ ଯତ୍ନ ନେବେ, ସବୁ କାମ ସେଇଠି ସେ କରିବେ, ଯୋଉଟା କି ପୃଥିବୀ ହେଲା। ଠିକ ଅଛି ଯେ ସେତେବେଳେ ଯୋଉଟା ହବ ସେତେବେଳେ ଆଉ ଏ ସବୁ ଥିବ କି, ମାନେ କୃଷି କାମ କରିବାଟା, ଖାଇବାଟା, ପିଇବା ସବୁ ଥିବ ତାଙ୍କ ରାଜ୍ୟ ପରେ ସେ ରାଜ୍ୟ କରିବେ, ସବୁ ଥିବ। ଦେଖ ମୁଁ କେତେଟା ପଦ, ଯୋଉମାନେ ଉପରୁ ଆସିଥିବେ ସେମାନେ ବି କାମ କରି ଖାଇବେ। ସେତେବେଳେ ତ ଏମିତି ମାନେ କଷ୍ଟ ହବ ନାହିଁ, ସେ କର୍ତ୍ତୃତ୍ୱ ଭାର ତାଙ୍କ ଉପରେ ଥିବନି କି। ଏବେ ମାନେ ଗୋଟେ ବଡ ଝଡ଼ ତୋଫାନ, ଭୂମିକମ୍ପ ଏସବୁ ହବ ନାହିଁ, ତମେ ଆରାମରେ ସେଠି ରହିବ। ଆଉ ତମର ରୂପାନ୍ତରିତ ଶରୀର ରହିଥିବ। ଯଦି ତମେ ଖ୍ରୀଷ୍ଟଙ୍କ ଠାରେ ଥାଇକରି ମରିଛ, ତମର ଶରୀର ରୂପାନ୍ତରିତ ଯାଇଥିବ, ସେତେବେଳେ ତମକୁ ଖାଇବା ପିଇବା ଚିନ୍ତା ନଥିବ। କିନ୍ତୁ ପୃଥିବୀରେ ଯେଉଁମାନେ ଥିବେ ସେମାନଙ୍କ ପାଇଁ ସେ ସବୁ ଚିନ୍ତା ରହିବ। ଆଉ ସେତେବେଳେ ଶାସନ କରିବେ, ସେତେବେଳେ ଆମେ ସେମାନଙ୍କୁ ଶାସନ କରିବୁ। ଆମେ ଯଦି ବୁଝିବା ଆମେ ଶାସନ କରିବୁ ସେମାନଙ୍କୁ। ତାଙ୍କର ରାଜ୍ୟ ସେଇଟା ସେଇ ରାଜ୍ୟକୁ ଇସ୍ରାଏଲ ଅପେକ୍ଷା କରିଥିଲା। ଭଲ ଭାବରେ ଶୁଣ। ଆଉ ଯୀଶୁଖ୍ରୀଷ୍ଟ ଆସିବାରୁ ଯୀଶୁଖ୍ରୀଷ୍ଟ ଆସିବାର ସେମାନେ ବୋଲେ ଏ ଆସିଲେ ଏବେ ରାଜ୍ୟ କରିବେ, ଆମ ରାଜା ହେଇଯିବ, ତାକୁ ଚିନ୍ତା କଲେ। କିନ୍ତୁ ଯୀଶୁ ସେଥିପାଇଁ ଆସି ନଥିଲେ। ମାନେ ଇସ୍ରାଏଲ ଲୋକ ବା ଏଇ ଯୋଉ ବାଇବଲ ଯେତିକି ଲେଖା ହେଇଛି ତାଙ୍କର ଦୁଇଟା ବିଷୟକୁ ଲୋକମାନେ ବୁଝିପାରିଲେ ନାହିଁ, ଗୋଟେ ବିଷୟକୁ ହିଁ ବୁଝିଥିଲେ ଯେ ଯୀଶୁ ଆସିବେ ପୃଥିବୀରେ, ଆଉ ଆମେ ଏ ରୋମୀୟ ସମ୍ରାଟରୁ ମୁକ୍ତ ହେଇଯିବୁ, ଆଉ ସେ ଯୁଦ୍ଧ କରିବେ, ସେମାନଙ୍କୁ ମାନେ ପରାଜିତ କରିବେ, ଆଉ ସେ ଶାସନ କରିବେ, ଆମକୁ ରକ୍ଷା କରିବେ। ଯୋଉ ମସିହ ଶବ୍ଦଟା ଅଛି ସିନେମାରେ ବି ଦେଖା ହବ, ବିଭିନ୍ନ ମସିହ ମାନେ ଜଣେ ଉଦ୍ଧାରକର୍ତ୍ତା ଯେ ଆସି ଲୋକମାନଙ୍କ ପାଇଁ ଯୁଦ୍ଧ କରିବେ, ଜିଣିବେ, ସେଇଟା ତାଙ୍କର ଇଏ ଥିଲା। ତ ଯୀଶୁଖ୍ରୀଷ୍ଟ ପ୍ରଥମ ଥର ଆସିଲା ବେଳେ ସେ ସେଇଟା କଲେ ନାହିଁ। ସେଇଟା ଆଗରୁ ଲେଖା ହେଇଥିଲା, କିନ୍ତୁ ଲୋକମାନେ ସେଇ କଥା ବୁଝି ନଥିଲେ। ଆଉ ସେମାନେ ଭାବିଲେ ଇଏ ନାହିଁ, ଏଇଟା ଯୋଉଟା ଆମେ ଦେଖିଲୁ, ମୁଁ ପିତାଙ୍କ ନାମରେ ଆସିଛି, କିନ୍ତୁ ଆଉ ଜଣେ ଆସିଲେ ତୁମେ ଗ୍ରହଣ କରିବ, ଲେଖା କହିଲେ ସେଇଟା ଜହନ 5:43। ତେଣୁ ଯୋଉମାନେ ଶୁଣୁଛ ଭଲ ଭାବେ ଶୁଣିବା ପାଇଁ ଚେଷ୍ଟା କର। ଏଇଟା ମାନେ କୌଣସି ପଦ ଦେଖାଇନି। ମନେକର ଗୋଟେ ପଦ ଆମେ ଦେଖିବା, ସମସ୍ତେ ପଢ ଯିଶାୟା ତାର 11 1 ରୁ ପଢବା। ଆମେ 1 ରୁ ପଢବା। 1 ହେଲା, ଦେଖ ସମସ୍ତେ ଦେଖ, ଅନନ୍ତର ଯିଶୟର ଗଣ୍ଡିରୁ ଏକ ପଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ। ଏଇଟା ଯୀଶୁଙ୍କ ବିଷୟରେ ଲେଖା ହେଇଛି। ଯିଶୟରୁ ମାନେ ଦାଉଦ ହେବେ। କିନ୍ତୁ ଏଇଠି ଯୋଉ ଲେଖା ହେଲା, ଅଲରେଡି ଦାଉଦ ସବୁ ମଲେଣି। ଏବେ ଦାଉଦ ଯୋଉଟା ଆମେ ଦେଖିଥିଲୁ, ଦାଉଦଙ୍କ ପୁତ୍ର ମାନେ ଯୀଶୁ ରାଜା ହେଇକରି ଆସିବେ। ଅବ୍ରାହମଙ୍କର ପୁତ୍ର ମାନେ ସେ ପ୍ରତିଜ୍ଞାତ ସନ୍ତାନ ହେଇକରି ଆସି ମୃତ୍ୟୁବରଣ କରିବେ, ଆଉ ଦାଉଦଙ୍କର ପୁତ୍ର ଭାବରେ ସେ ଆସି ରାଜତ୍ୱ କରିବେ। ତେଣୁ ଏଇଠି ମାନେ ଯୋଉଟା ଦେଖୁଛୁ ଯିଶୟରୁ ସେଟା ହବ, ଅର୍ଥାତ୍ ଦାଉଦ ବଂଶର, ମାନେ ଦାଉଦଙ୍କର ବାପା ହେଲା ଯିଶି, ଯୋଉଟାକୁ ତ ଯିଶୟ ବୋଲି ଲେଖା ହେଇଛି। 2 ପୁଣି ସଦାପ୍ରଭୁଙ୍କର ଆତ୍ମା 1, ଜ୍ଞାନ 2, ବିବେଚନାର ଆତ୍ମା 3, ମନ୍ତ୍ରଣାର ଆତ୍ମା 4, ପରାକ୍ରମର ଆତ୍ମା 5, ବୁଦ୍ଧିର ଆତ୍ମା 6, ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାଙ୍କ ଠାରେ ଅଧିଷ୍ଠାନ କରିବେ। ସେତେବେଳେ ଏଇଟା ଲେଖା ହେଇଛି। ଏମିତି ସବୁ ଯୋଉଟା ଆମେ ଦେଖିଲୁ ମନ୍ତ୍ରଣା ସବୁ ଯାହା ଲେଖା ହେଇଛି ତାଙ୍କ ଉପରେ ରହିବ ସେଇଟା। ତାପରେ 3 ସଦାପ୍ରଭୁ ବିଷୟକ ଭୟରେ ତାଙ୍କର ଆମୋଦ ହେବ। ପୁଣି ସେ ଆପଣା ଚକ୍ଷୁର ଦୃଷ୍ଟିର ଅନୁସାରେ ବିଚାର କରିବେ ନାହିଁ, କିମ୍ବା ଆପଣା କର୍ମର ଶ୍ରବଣ ଅନୁସାରେ ଅନୁଯୋଗ କରିବେ ନାହିଁ, ମାତ୍ର ସେ ଧର୍ମରେ ଦିନହୀନମାନଙ୍କର ବିଚାର କରିବେ ଓ ପୃଥିବୀର ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ। ପୁଣି ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକି ଆଘାତ କରିବେ ଓ ଆପଣା ଅଷ୍ଟାଦର ନିଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ।
ଧର୍ମ ତାହାଙ୍କର କୋଟି ଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କକ୍ଷର ପଟୁକା ହେବ। ଏଇଟା ହେଲା ମାନେ ସେ ଯେତେବେଳେ ଓହ୍ଲାଇବେ, ଯୋଉ ଯୁଦ୍ଧ ହବ ସେଇ ସମୟରେ ଅନେକ ମାନେ ଇଏ ହେଇଯିବେ। ସେଟା ମାନେ ଯେତେବେଳେ ଓହ୍ଲାଇବେ ସେଇ ସମୟରେ ଗୋଟେ ଯୁଦ୍ଧ ହବ, ମନେ ରଖିଥିବ। ପୃଥିବୀ ଉପରେ ଗୋଟେ ଯୁଦ୍ଧ ହବ, ତାପରେ ପ୍ରଭୁ ରାଜା ହେବେ। ତାପରେ ପ୍ରଭୁ ରାଜା ହେବେ, ମାନେ ଶୈତାନକୁ ବନ୍ଧା ହବ, ରାଜା ହେବେ। ଏଗୁଡା ପଦ ମୁଁ ଦେଖାଇ ନାହିଁ, କିନ୍ତୁ ଯେତେବେଳେ ଯଦି ଇଚ୍ଛା କରିବ ମୁଁ ଦେଖାଇଦେବି। ତାପରେ ତାପରେ ଦେଖ 6 ପଦ, ଦେଖ କଣ ଲେଖା ହେଇଛି 6 ପଦ। ଯେତେବେଳେ ସେ ବିଶ୍ୱସ୍ତତା ସହିତ ହର୍ମିଗିଦନ ଗଗ ମଗଗ ହେଲା ପରେ, ଗଗ ମଗଗ ହେଲା ପରେ ହର୍ମିଗିଦନ ଯୁଦ୍ଧ ଏକତ୍ର, ତାପରେ ଗୋଟେ ଯୁଦ୍ଧ ହବ ଯୀଶୁ ଆସିଲା ବେଳେ। ସେଇଟା ମାନେ ଯେତେବେଳେ ଇସ୍ରାଏଲ ହାରବା ଉପରେ ଥିବ ସେତେବେଳେ ପ୍ରଭୁ ଯୀଶୁ ଓହ୍ଲାଇବେ। ସେ 7 ବର୍ଷ ଭିତରେ ଇସ୍ରାଏଲ ଯେତେବେଳେ ହାରିଯିବା ଉପରେ ଥିବ, ଇସ୍ରାଏଲ ଆଉ ଜିତିବା ଅବସ୍ଥା ନଥିବ, ସେତେବେଳେ ପ୍ରଭୁ ଓହ୍ଲାଇବେ। ସେଇଟା ମାନେ ସେଇଟା ସେଇ ସନ୍ଦର୍ଭରେ ଲେଖା ହେଇଛି। ତ 6 ପଦ ଲେଖା ହେଲା 11:6। ଆଉ କେନ୍ଦୁଆ ବାଘ ମେଷ ଛୁଆ ସଙ୍ଗେ ବାସ କରିବ, ଓ ଚିତା ବାଘ ଛେଳି ଛୁଆ ସଙ୍ଗେ ଶୟନ କରିବ। ବାଛୁରୀ ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ, ଆଉ ଏକ ସାନ ପିଲା ସେମାନଙ୍କୁ ଅଡାଇବ। ଏଇଟା ମାନେ ସେତିକିବେଳେ ବାଘ ହାତୀ ଏମାନେ କିଛି ନଷ୍ଟ କରିବେ ନାହିଁ କାହାକୁ। ବୁଝିପାରୁଛ? 7 ପଦରେ ପୁଣି ଗାଭୀ ଓ ଭଲୁକି ଚରିବେ। କେବେ ଚରୁ ନଥିଲେ ଏକତ୍ର ଚରିବେ। ସେମାନଙ୍କ ଛୁଆ ସବୁ ଏକତ୍ର ଶୟନ କରିବେ। ଆଉ ସିଂହ ବଳଦ ପରି ନଡା ଖାଇବ। ସିଂହ ମାନେ ମନୁଷ୍ୟ ଖାଇବାନି, ନଡା ଖାଇବା ମାନେ ତାର ଖାଦ୍ୟଟା ପରିବର୍ତ୍ତନ ହେଇଯିବ। ଆଗେ ମାଂସ ଖାଉଥିଲା, ଏବେ ମାଂସ ଖାଇବ ନାହିଁ ସେ। ପୁଣି ସ୍ତନ୍ୟପାୟୀ ଶିଶୁ କାଳ ସର୍ପର ଗର୍ତ୍ତ ଉପରେ ଖେଳିବ, ତ୍ୟକ୍ତ ସ୍ତନ୍ୟ ବାଳକ କୃଷ୍ଣ ସର୍ପର ଗର୍ତ୍ତ ଉପରେ ହସ୍ତ ଥଇବ। ମାନେ ସାପ ମାନେ ବି କିଛି କରିବେ ନାହିଁ ସେ ରାଜ୍ୟରେ। ସେମାନେ ଆମ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। ତ ଏଇଟା ସବୁ ପଢିଲେ ଜାଣିପାରିବ ଯେ ମାନେ ଖଣ୍ଡିଆ ଖଣ୍ଡିଆ ଭାବରେ ତାଙ୍କ ରାଜ୍ୟ ବିଷୟରେ ଲେଖାଯାଇଛି। ବାଇବଲ ଏଇଟା ମନେ ରଖିଥିବ, ସ୍ପଷ୍ଟ ଭାବରେ ଯୀଶୁଙ୍କ କଥା ଲେଖିଛି। କିନ୍ତୁ ଏ ଯେତେ ବାକି ସବୁ ଆମେ ଦେଖୁଛୁ ଯୋଉଟା କି ସେଟା କଣ, ଏଇଠି ଅଳ୍ପ ସେଠି ଅଳ୍ପ ଲେଖାଯାଇଛି। ତେଣୁ ଯୀଶୁ ଯୋଉ ରାଜ୍ୟ କରିବେ ସେ ରାଜ୍ୟର ବିଷୟ ଗୋଟେ ଜାଗାରେ ଲେଖା ହେଇନାହିଁ, ବିଭିନ୍ନ ଜାଗାରେ ଲେଖା ଯାଇଛି। ଯେମିତି ବିଚାର ଗୋଟେ ପ୍ରକାର ହେବ ନାହିଁ। ଅନେକ ଲୋକ ଗୋଟେ ବିଚାରକୁ ଜାଣନ୍ତି ଯେ ଭଲ କରିଥିଲା ସ୍ୱର୍ଗକୁ ଗଲା, ମନ୍ଦ କରିଥିଲା ନରକକୁ ଗଲା। ଏମିତି ବିଚାର ନୁହେଁ ସେଟା। ବିଚାର ସେମିତି ହେବ ନାହିଁ। ମାନେ ଅନେକ ଲୋକ ସେ ଚିନ୍ତା କରନ୍ତି, ବାଇବଲ ସେଟା ଲେଖାଯାଏନି। କିନ୍ତୁ ବଡ ପ୍ରଚାରକ ହୁଅନ୍ତୁ, ବଡ ବକ୍ତା ହୁଅନ୍ତୁ, ସେମିତି ହିଁ କହିବେ ନରକକୁ ଯିବ ସ୍ୱର୍ଗକୁ ଯିବ। ସେମିତି ବିଚାର ହେବ ନାହିଁ, ସେମିତି ବିଚାର ହେଇନାହିଁ, ବାଇବଲ ଲେଖା ହେଇନାହିଁ। ତେଣୁ ଯେହେତୁ ଆମେ ଶୁଣି ଆସିଛୁ, ଏବେ ମୁଁ ହଠାତ୍ କହିଦେଲେ ବୁଝିପାରିବ ନାହିଁ। କିନ୍ତୁ ଯେତେବେଳେ ଗୋଟେ ସିରିଜ ଆମେ ଦେଖିବା ଯେ କେମିତି ହେବ ସେ ରାଜ୍ୟ, ସେତେବେଳେ ଆମେ ଏ କରିବା। ତେଣୁ ଆମେ ଯୋଉ ମୁଁ ପଚାରିଲି ଯିଶାୟ 9:6 ଯୋଉଟା ଆମେ ପଢିଲୁ, ବୁଝିଲୁ ମାନେ ପୁତ୍ର, ବାଳକ, ପୁତ୍ର ଆଉ ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଥୁଆଯିବ, ତାପରେ ତାଙ୍କର ନାଁ ସେମିତି ହେବ। ଆଉ ଟିକେ ଡାଉଟ ରହିଲା, ଟିକେ ସେଟା ଟିକେ କହିଦିଅନ୍ତୁ ଟିକେ। ହେଲେ ଏ ଯୋଉ ଇଏ ଉର୍ଦ୍ଧ୍ୱ ଗମନ କଲେ ତ ଯୋଉମାନେ ବିଶ୍ୱାସ କରିଥିଲେ କଲେ, ଆଉ ଯୋଉମାନେ ବିଶ୍ୱାସ କରୁନଥିଲେ ମରି ଯାଇଥିବେ ସେଇ ଟାଇମରେ, ସେ ଅବିଶ୍ୱାସୀ ସେମାନେ ରହିଯିବେ। ସେମାନେ ସେତେବେଳେ ଉଠିବେ ନାହିଁ, ସେମାନେ ଉଠିବେ ନାହିଁ, ସେମାନେ ସେତେବେଳେ ଉଠିବେ ନାହିଁ। ହେଲେ ସେ ଯୋଉ 7 ବର୍ଷ କ୍ଲେଶଟା ସେମାନେ ଭୋଗ କରିବେ ନାହିଁ, ଭୋଗ କରିବେ ନାହିଁ। ଆଚ୍ଛା ହେଲା। ହେଲେ ତାପରେ ଯେତେବେଳେ 1000 ବର୍ଷ ପରେ ଯେତେବେଳେ ଯୁଦ୍ଧ ହେଇକି ଯୋଉ ଶେଷ ହବ, ସେଇ ସମୟରେ ବିଚାର ହବ। ସେମାନେ ଉଠିବେ, ବିଚାର ଟାଇମରେ ସେମାନେ ଉଠିବେ। ଅବିଶ୍ୱାସୀ ମାନେ ଆଜି ଟିକେ ଶୁଣିଥ, ସେଟା ଟିକେ ଜାଣିଥ, ବେଶୀ କହିବେ ନାହିଁ, ଅଳ୍ପ ଜାଣିଥ, ଖାଲି ଟିକେ ଆଇଡିଆ ହେଲେ ମାନେ ଜାଣ ସେଟା। ଏଇଟା ତ ବାଇବଲରେ ସମ୍ପୂର୍ଣ୍ଣ ଭାବରେ ସବୁ ଲେଖା ହେଇନାହିଁ ନା, ଟିକେ ଟିକେ ଏଇଠି ସେଠି ଲେଖା ହେଇଛି। ପ୍ରକାଶିତ 20 ଖୋଲ।
फास्ट देख जे 20 तार 2 जे एटा संक्षिप्त भाव 20 तार 2 सही सर्प से पुरातन नाग अर्थात दियाबल और शैतान को धरी 100 वर्ष पर्यंत बांधी पकाइबे। एटा हला माने जीशु जेतले युद्ध होई जीव ऊपर लेखा हला जे 19 अध्याय युद्ध हबो, युद्ध हैला परे शैतान को कोन हबो बंधा हबो। एटा बंधा ही गला, बंधा हैला परे देखबो 3 पुणी ताहाकू पाताल कोड़े निक्षेप करी सेथिरे मुख बंद कले और ताहा ऊपर मुद्रांक देले जेपरी से 100 वर्ष शेष नवा पर्यंत से जाति समूह को भ्रांत करि परिबो नाही। एहा परे अल्प काल निम्न ताकू मुक्त हेबाकू हेबो। हला एटा बुझी पारला तो 1000 वर्ष परे ताकू आ किछि समय दिया जीवो। 7 पद पढ़वा एबे 7 पद सेही 100 वर्ष शेष हुअन्ते शैतान कारागार रु मुक्त हेबो। जो पाताल कुंड थिला सेठु ता से मुक्त होई जिवो। एटा हला घटना। किंतु एई जो 1000 वर्ष भितरे आमे कोन देखिबो 4 पद परे मु सिंहासन समूह देखिली। गोटे सिंहासन नै अनेक सिंहासन सेही सब ऊपर केतक व्यक्ति उपवेशन कले सेमान को विचार करबा क्षमता दिया गला। तो एठी काकु दिया गला कोन सब लेखा हिची। तो 1000 वर्ष रे जीशु सहित तांकर लोक माने विचार करिवे जोटा कि माथ्यू 19 अध्याय भी लेखा हिची। तो एटा हला गोटे मौलिक विषय। 7 वर्ष क्लेश हबो, तापर युद्ध हबो, तापर शैतान को बंधा हबो, तापर 100 वर्ष राज्य हबो, 1000 वर्ष पर शैतान को आउथरे 7 पद अनुसार मुक्त हबो आउ ताकू रखा हबो। तापर कोन हबो आमे देखिबा 11 पद तत्परे मु गोटे बृहत श्वेत वर्ण सिंहासन और चतुष्पदिष्ट व्यक्ति को दर्शन कली। ताहाक सम्मुखर पृथ्वी और आकाश मंडल पलायन कला, सेमान निमंते आ स्थान मिलिला नाही। कोउटा पलायन कला भल कर देख। जेते बळे प्रभु यीशु विचार सिंहासन में बसिबे आ से सिंहासन कोन कहै छै श्वेत वर्ण माने पूरा धड़ा सिंहासन माने सेठी न्याय थिबो, सत्यता थिबो, धर्म थिबो, एमती अन्याय किछि नथिबो से विचार सिंहासन। तो एई विचार जेते प्रभु सेठी बसिले एटी कोन हला जे पृथ्वी और आकाश मंडल पलायन कला बोले लिखा है। माने एडा 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 हला शेष विचार। एटी कोन हबो जे पलायन कला माने 21 अध्याय तार 1 पद लिखा है नूतन आकाश मंडल नूतन पृथ्वी। माने से विचार कला बेले आकाश मंडल पृथ्वीर सब विषय रसे माने करिवे से माने सब विषय को से धरी करी करिवे। माने विचार कते आसी गले तो समस्त विषय हेबो। जेहेतु आकाश मंडल पृथ्वी कोन हिथिबा परे आमे देखिलो जे लोप पाइथिबो आ भिन्न हो जाइथिबो सब। तापरे माने इटी कोन आर अन्य भाव रे कहले यीशु जेतले विचारपति भाव रे बसिबे आकाश मंडल आ पृथ्वी थरह रोच माने सामान्य विषय कोन हो अन्य माने कोन न हेबे सेटा भी आमे चिंता करबा। सेटा लेखक वर्णना करूछन्ते माने आगे जेतले यीशु ख्रीष्ट आसले से विचारित हेले तांको लोक मान विचार कले, पिला तो विचार कले, लोक मान विचार कले क्रूस रे चढ़ा बोल कले। किंतु एबे जेतले आसीबे आमे देखुछु कोन न घटिबो। तापरे 12 पद मु क्षुद्र और महान समस्त मृत लोकन को सिंहासन रो सम्मुख रे ठियाई थिबार देखिली। एटा भलो भाबरे देखबो तुम चिंता करबो कोन एटा एठी विशेष भाव लेखा जाइछि कोन मृत लोक मान को। एटा मने रखबो एठी जेते लोक ठिया हेले सब मृत लोक माने जे मानकर पापर वेतन मृत्यु थिला यीशु ठारे विश्वास करनांती तेबे से माने मृत पाप अपराध रे मृत जोटा हमें एफिसियो 2:2 और 2:3 रे देखु से माने यीशु को द्वारा जीवित ही नथिले पापर वेतन मृत्यु रे थिले। तो सब बेले से माने मृत ही एक प्रथम विषय एटा मन रखबो। क्यों माने ना सिटी ठिया हेले मृत लोक माने माने मृत माने एटा भावना जे मरि जाइछन से माने मृत एति जे से माने पापर वेतन मृत्यु से माने रक्षा पाई नांती। यीशु जो मृत्यु भोग कले तांको से हमर मृत्यु से नेले से कथा से विश्वास कर नथिले
तो से मृत लोक माने कौन हेले ठिया हेले समस्ते शुणुच तो हेलो हाँ 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 ठीक अच्छे तापर देख ठिया बार देखिली 12 पद आउ पुस्तक सबू फिटा गला कौन लिखाई पुस्तक सबू लिखाई जेते पुस्तक थिला सबू खल्ले एबे भल कर सुनबा एटा बहुत लोक बुझी ना माने आज भल भाव शुणब जेहेतु मु अनेक वक्ता मान सहित कथा से माने पद बुझी ना आज जब तुम इच्छा करो बुझी पार्ब ना बुझी पार्ब ना तेज ध्यान सहित शुणब ये कौन लेखा है प्रथम देख पुस्तक सबू तापर लेखा जाइए पर जीवन पुस्तक नाम आ गोटे पुस्तक से गोटे पुस्तक भल कर मन रख गोटे पुस्तक आ पुस्तक सबू जेते पुस्तक थिला से ही पुस्तक रे कौन सब लेखाई थिला कर्म सब लेखा जाइथिला बुझी होछि इटी किछि लेखा ना भल कि मंद लेखा ना कर्म तांकर कर्म सब लेखाई थिला तांकर भल हो कि मंद हो सब कर्म लेखाई थिला कर्म अनुसार केही भी जीवन पाई पारिबे नाही एटा मन रखथिबो सब बेले मन रखबो से माने मृत ही जेते भल काम करंतु यीशु को जदि विश्वास करना से माने मृत सही पुस्तक मानकरे लिखित विषय प्रमाणे मृत माने अपना अपना कर्म अनुसार विचारित हेले एबे आमे माने से ठिया हेले तांकर सम्मुखरे पुस्तक सब खलाई गेला सब निजर निजर पुस्तक सब देखुछंती अनेक पुस्तक जार पुस्तक तार पाखरे खला होची विचारित हेले 13 पद समुद्र आपणार मध्यवर्ती मृत मान को समर्पण कला भल करे का समर्पण कला मृत मान को भल भाव से देखबो माने 12 रु आमे देखछु मृत लोकन को 12 रे 13 पद रे मृत मान को आ 13 पद रे मृत और पाताल मृत्यु और पाताल सेमान को मध्यवर्ती मृत मान को समर्पण कले आ से माने प्रत्येक अपना अपना कर्म अनुसार विचारित हेले बुझिला जोड़ा कमल पचारि थिलो जेकोन स्थान रे मरि थाओ जेकोन स्थान से मरि थाओ से उठबो से समुद्र रे जो माने मरचते से समुद्र मध मरिया लोकन को से हां मृत लोक मान को तार अर्थ यह ना कि यीशु ख्रीष्ट आसला बेले से विश्वासी यदि माने समुद्र मरची से उठी न से उठी कर जाइथिबो से उठी कर बाहर जाइथिबो से किंतु जो माने उठी कर से जाई नथिबे से माने थिबे से मान को मध्य समुद्र कोन कर देबो उद्गार कर देबो तापरे 14 पद देखो तत्परे मृत्यु और पाताल को अग्निमय ह्रदरे पका गला एटा हला भला सुनब काकू पका गला मृत्यु को जो लोक माने मृत थिले समस्ते पापर वेतन मृत्यु जहा पर थिला अनंत मृत्यु जहा पर थिला आदम जो पाप कलार मृत्यु आसला से पापर से रही जाइथिले यीशु ख्रीष्ट आसी मृत्यु वरण करबार जीवन पाइबा कथा से माने विश्वास कले नै तो से मानकू एठी हम देखछु कोन एका बेले पका गला एका बेले से मानकू पका गला आ से लेखाला एही मृत्यु अर्थात अग्निमय ह्रद द्वितीय मृत्यु एटा हला कि मृत्यु द्वितीय मृत्यु भला शुणिथिब माने एबे मृत्यु मृत जे माने थिले जीवन पाई नथिले से मानकू से मृत्यु रे पका गला 15 जार नाम जीवन पुस्तक लेखा होइथिबार देखा न गला ताको अग्निमय ह्रदरे पका गला एमन करना होसिथि देखा गला नै सब मृत माने
ମୃତ ମାନଙ୍କର କର୍ମରେ ସେଠି ଥିଲେ। ମୃତ ମାନେ ଯୋଉ କାମ କରୁଥିଲେ ସେଇ କାମରେ ସେମାନେ ରହିଗଲେ, ଜୀବନରେ ଆସିଲେ ନାହିଁ, ଆଉ ଜୀବିତ ହେଇକରି କାମ କରିନାହାନ୍ତି, ମୃତ ହେଇକରି କାମ କରୁଥିଲେ। ତ ଏଇ ଗୋଟେ ଅଧ୍ୟାୟରେ ସବୁ ବିଷୟ ଲେଖା ହେଇଛି। ମୁଁ ଗୋଟେ ବିଷୟ ଛାଡ଼ିଦେଲି ଯୋଉଟା ଆଚ୍ଛା, କି ଏଇଟା ଟିକେ ଟିକେ ଡାଉଟ୍ ରହିଲା। ଏଇଟା ଟିକେ ମାନେ ମୃତ୍ୟୁ ବ୍ରତ ବୁଝିଲୁ ଯୋଉମାନେ ଅବିଶ୍ୱାସୀ ମାନେ, ହେଲେ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା ବୋଲେ ସେଟା ହଁ ହଁ ସେଟା ପାତାଳ ବୋଲି ତ ସେ ଶୈତାନ ଯୋଉଠି ଥିବ, ଶୈତାନ ଯୋଉଠି ଥିଲା 20:10। ଆଚ୍ଛା, ସେଟା ସେ ପାତାଳ ବୋଲି ଗୋଟେ ପ୍ଲେସ୍ ପରା, ହୁଁ ନାଇଁ ହୁଁ ଜାଗାଟେ। ହୁଁ। ସେଠି ବି ମୃତ, ଜାଗାକୁ ସେଠି ଦୂତ ମାନେ ଥିଲେ, ସେଠି ତିନିଟା ଇଏ ଥିବେ। 10 ପଦ ପଢବ ଦେଖ। ଯେଉଁ ଦିଆବଳ ସେମାନଙ୍କୁ ଭ୍ରାନ୍ତ କରିଥିଲା, ଦିଆବଳ ମାନେ ଶୈତାନ, ଯୋଉଟା କି 22 ଦେଖ। ତାପରେ ତାହାକୁ ଅଗ୍ନିମୟ ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେଇ ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି। ମାନେ এইটা ଯେମିତିକି ଆମେ ପିତା ପୁତ୍ର ପବିତ୍ର ଆତ୍ମା କହୁ, ସେମିତି ଏଇଟା ଦିଆବଳ, ପଶୁ ଆଉ ଭଣ୍ଡ ଭାବବାଦୀ, ଏମାନେ ସେ 7 ବର୍ଷ ଶାସନରେ ସେମାନେ କାମ କରୁଥିବେ। ସେ ସମସ୍ତଙ୍କୁ କଣ କରିବେ, ଏକା ବେଳେ ସେଇଠି ପକାଇବେ। କିନ୍ତୁ ଏଇଟା ଆମେ ଆଉ ଗୋଟେ ପଦ ଦେଖିଥିବା, ତ ଆମକୁ ଟିକେ ବୁଝିବା ପାଇଁ ସାହାଯ୍ୟ ହେବ। ମାଥ୍ୟୁ 25, ମାଥ୍ୟୁ 25 41। ତତ୍ପରେ ସେ ବାମ ପାର୍ଶ୍ୱସ୍ଥ ଲୋକଙ୍କୁ ମଧ୍ୟ କହିବେ, ରେ ଶାପଗ୍ରସ୍ତ ମାନେ ମୋ ସମ୍ମୁଖରୁ ଦୂର ହୋଇ ଶୈତାନ ଓ ତାହାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଅନନ୍ତ ଅଗ୍ନି ମଧ୍ୟକୁ ପ୍ରସ୍ଥାନ କର। ତ ଏଇଟା ମନେ ରଖିଥିବ। ଏଠି ଏଇ ଯୋଉ ଅଗ୍ନିମୟ ହ୍ରଦ ମନୁଷ୍ୟ ପାଇଁ ତିଆରି ହେଇ ନଥିଲା, ମୃତ୍ୟୁରୁ ରକ୍ଷା କରିବା ପାଇଁ। ଏଇଟା ହେଲା ଏଇ ମୃତ୍ୟୁ, ଯୋଉ ଦ୍ୱିତୀୟ ମୃତ୍ୟୁ, ଅନନ୍ତ ମୃତ୍ୟୁ, ସେଇଠୁ ରକ୍ଷା କରିବା ପାଇଁ ଯୀଶୁଖ୍ରୀଷ୍ଟ ଏଇ ଜଗତକୁ ଆସିଥିଲେ। ତ ଯେଉଁ ଲୋକମାନେ ବିଶ୍ୱାସ କରିନଥିଲେ ସେମାନେ ସେଠି ଯାଉଛନ୍ତି, କିନ୍ତୁ ମନୁଷ୍ୟ ପାଇଁ ଏଇ ସ୍ଥାନ ତିଆରି ହେଇନଥିଲା। ଏଠି କାହା ପାଇଁ ତିଆରି ହେଇଥିଲା? ଶୈତାନ ଓ ତାହାର ଦୂତମାନଙ୍କ ନିମନ୍ତେ ଏଇଟା ପ୍ରସ୍ତୁତ କରାହେଇଥିଲା। ଆମର ପାଇଁ କଣ ପ୍ରସ୍ତୁତ ହେଇଥିଲା? 34 ପଦ। ସେତେବେଳେ ରାଜା ଆପଣା ଦକ୍ଷିଣ ପାର୍ଶ୍ୱସ୍ଥ ଲୋକଙ୍କୁ କହିବେ, ଆସ, ମୋର ପିତାଙ୍କ ଆଶୀର୍ବାଦ ପାତ୍ର ମାନେ ତୁମମାନଙ୍କ ନିମନ୍ତେ ଜଗତର ପତନାବଧି ଯୋଉ ରାଜ୍ୟ ପ୍ରସ୍ତୁତ କରାଯାଇଛି ସେଥିରେ ଅଧିକାରୀ ହୁଅ। ତ ଆମର ପାଇଁ ଅନ୍ୟଟା ପ୍ରସ୍ତୁତ ହେଇଥିଲା, ମନୁଷ୍ୟର ସେଟା। କିନ୍ତୁ ଯେହେତୁ ଶୈତାନର ମାନେ ଫାନ୍ଦରେ ଯେଉଁମାନେ ପଡ଼ିଲେ ଏବେ ବି ଅଛନ୍ତି, ସେମାନଙ୍କ ପାଇଁ ସେ ଜାଗା ହେଇଯିବ। ଶୈତାନ ସହିତ ସେମାନେ ବି ସେଇଠି ଯିବେ, ଦୂତମାନଙ୍କ ସହିତ ସେମାନେ ବି ସେଇଠି ଯିବେ। ତେଣୁ ଏଠି ଆମେ ପ୍ରଭୁଙ୍କୁ କିଛି କହିପାରିବା ନାହିଁ। ପ୍ରଭୁ ଯୋଉ ଦିନ ଶୈତାନ ପାପ କଲା, ସେଇଦିନ ହିଁ ତାର ପାଇଁ ସେଟା ପ୍ରସ୍ତୁତ ହେଇଗଲା। ସେଥିପାଇଁ ଆମେ ଦେଖିଲୁ ଯେ ମଣ୍ଡଳୀ ଏମିତି ଗୋଟେ ଜାଗା ଯୋଉଟା କି ନରକର ବଳ ଲୋକମାନଙ୍କୁ ଟାଣି କରି ନେଉଛି। ମଣ୍ଡଳୀର କାମ ହେଲା ସେମାନଙ୍କୁ ଟାଣି କରି ଆଣବାର ଅଛି, ଆଉ ମଣ୍ଡଳୀ ଭିତରେ ରଖବାର ଅଛି। ଏଇ କାମ ଯଦି ମଣ୍ଡଳୀ କରୁନାହିଁ, ଆମେ କରୁନୁ, ତେବେ ଆମେ ମଣ୍ଡଳୀ ବୋଲି କହିବାର ଆବଶ୍ୟକ। ସେଟା ମଣ୍ଡଳୀ ପ୍ରଭୁ ତଳି ନାହାନ୍ତି। ଆଜିର ମଣ୍ଡଳୀ, ଆଜି ମୁଁ ଚିନ୍ତା କରୁଥିଲି ଯେ ଆଜି ମଣ୍ଡଳୀ ଜୁମ୍ରେ ହେଉଛି, ଆଜିର ମଣ୍ଡଳୀ ୟୁଟ୍ୟୁବରେ ହେଉଛି, ଆଜିର ମଣ୍ଡଳୀ ଭିଡ଼ିଓ ମାଧ୍ୟମରେ ହେଉଛି। ଆଜିର ମଣ୍ଡଳୀରେ ମାନେ ପ୍ରଭୋଜ ବି ସେମିତି କରିଦେଉଛନ୍ତି, ଜୁମ୍ରେ କରିଦେଉଛନ୍ତି। ଲୋକମାନଙ୍କର ଆଉ ସୌଭାଗ୍ୟତା ନାହିଁ। ମଣ୍ଡଳୀ କୁଆଡ଼େ ଗଲାଣି, କିଏ କାହା ପ୍ରତି ଦୃଷ୍ଟି ଦେଉନାହାନ୍ତି, କାହାର ପ୍ରତି କାହାର ନଜର ନାହିଁ, ସୌଭାଗ୍ୟତା ନାହିଁ। ମଣ୍ଡଳୀ ଆସିବା ଲୋକ କମିଗଲେଣି, ଜୁମ୍ରେ ବେଶୀ ଲୋକ ଲାଗିଗଲେଣି, ଆଉ ସିଆଡ଼େ ଟାଣୁଛନ୍ତି, ଆସନ୍ତୁ ଏଇଠି ବାକ୍ୟ ଆମେ ଦେଉଛୁ। କେମିତି ଗୋଟେ ମାନେ କେମିତି ଲାଗୁଛି ଯେ ଗୋଟେ ଗୋଳମାଳିଆ ପରିସ୍ଥିତି ବାକ୍ୟ ଜାଣିଥିବା ଲୋକମାନେ ସୃଷ୍ଟି କରୁଛନ୍ତି। ତେଣୁ ଆମେ ସାବଧାନ ହେବାକୁ ହବ। ଭଲ ବାକ୍ୟ ଦେଇପାରନ୍ତି, କିନ୍ତୁ ମଣ୍ଡଳୀ ଯଦି ଠିଆ ହେଇଗଲା, ନରକ କେବେ ଜିଣି ପାରିବ ନାହିଁ। ଏଇଟା ମନେ। ଆଉ ମଣ୍ଡଳୀ ଯେତେ ଚୁପଚାପ ହେଇଗଲା, ନରକ ବାଧ୍ୟରେ ଜିଣିବ। ପୁସ୍ତକକୁ ଆଉ ଜୀବନକୁ କର୍ମ ଅନୁସାରେ ଫଳ ଦେବେ।
ପୁସ୍ତକ ସବୁ ତା ଜୀବନ କଣଟା ଡାଉଟ୍ ହେଲା ମୁଇଁ ବୁଝିପାରୁନାହିଁ। ମୁଁ ତ କହିଲି ଯଦି ଭଲ ଶୁଣିଲ ମୁଇଁ ଭଲ ମାନେ ଭଲ ଭାଷାରେ କହିଲି ଯେ ଆମେ ଜୀବନ ପାଇଲୁ, ଆମେ ଜୀବନ ପୁସ୍ତକରେ ଆମର ନାଁ ରହିଗଲା। ଆମର କର୍ମ ପାଇଁ ଜୀବନ ପୁସ୍ତକରେ ନାଁ ଲେଖା ହିଁ ନାହିଁ। କିନ୍ତୁ ଯେଉଁମାନେ ଜୀବନ ପାଇନାହାନ୍ତି ସେମାନେ ମୃତ। ତାଙ୍କର ଯେତେ ଭଲ କାମ କରିଥାନ୍ତୁ ତାଙ୍କର କର୍ମ ଅନୁସାରେ ତାଙ୍କୁ ବିଚାର ହବ। ସେମାନେ ଏଇ କାମରେ ଆସିଲେ ନାହିଁ, ପ୍ରଭୁଙ୍କର କର୍ମରେ ବିଶ୍ୱାସ କଲେ ନାହିଁ, ତାଙ୍କର କର୍ମରେ ବିଶ୍ୱାସ କଲେ, ଭଲ ହଉ କି ମନ୍ଦ ହଉ ସେମାନେ ଚାଲିଲେ, ତ ସେମାନଙ୍କୁ ସେଠି ଆମ ଜୀବନ ପୁସ୍ତକରେ ଆମର କାମ ଲେଖା ହବ ନାହିଁ। ଯେଉଁମାନେ ଜୀବନ ପାଇଲେ ସେମାନଙ୍କ ନାମ ଜୀବନ ପୁସ୍ତକରେ ଥିବ। ଜୀବନ ପୁସ୍ତକ ଲେଖା ଆଉ ଏ ପୁସ୍ତକ ସବୁ ଏଇ ପୁସ୍ତକ ସବୁ ଯେଉଁମାନେ ମୃତ ଲୋକମାନଙ୍କ ପାଇଁ ସେଟା ମୃତ ଲୋକମାନଙ୍କର ପୁସ୍ତକ ସବୁ ମାନେ କଣ? ଆମର ଗୋଟେ ପୁସ୍ତକ ଯୀଶୁଙ୍କର ପୁସ୍ତକ, ସେଟା ଆମେ ଯୀଶୁ ବିଶ୍ୱାସ କଲେ ହେଇଗଲା ଆମର କାମ। ଏମାନେ କଣ ତାଙ୍କ ନାଁ ଲେଖା ହେଲା ନାହିଁ, ଯାହାର ପ୍ରତ୍ୟେକଙ୍କର ନିମନ୍ତେ ଗୋଟେ ଗୋଟେ ପୁସ୍ତକ ଖୋଲା ହେଲା। ତାଙ୍କଟା ତାଙ୍କେ ଦେଖିବେ, ପ୍ରଭୁ ହେ ତୋଟା ଲେଖା ହେଇଛି ଦେଖ ତୁଇ ପାପ କଲୁ, ସେମିତି କହିବେ ନାହିଁ। ସେମାନେ ଜାଣିବେ ଯେ ଆମେ ମୃତ, ଆମର କାମ ସବୁ ମୃତ, ତ ସେମାନେ ଗଲେ। ନା ବୁଝିପାରିଲ ନାହିଁ? ବୁଝିପାରିଲ କି ନାହିଁ? ହଁ ହଁ, ଇଣ୍ଡିଭିଜୁଆଲି ପୁସ୍ତକ ଥିବ ପୁରା। ଏଠି ଅନେକ ପୁସ୍ତକ ଲେଖା ହେଲା, ଗୋଟେ ପୁସ୍ତକ ଲେଖା ହେଲା। ଆମର ଗୋଟେ ପୁସ୍ତକ, ଯେଉଁ ଯୀଶୁ ବିଶ୍ୱାସ କରନ୍ତି ଗୋଟେ ପୁସ୍ତକ ସବୁ ହେଲା ଜୀବନ ପୁସ୍ତକଟା ଗୋଟେ। ସେଠି କାହାର ନା ମାନେ ସେଠି କିଏ ଲେଖିବେ ନାହିଁ, ସେଟା ପ୍ରଭୁ ଜୀବନ ପାଇଥିବା ଲୋକମାନଙ୍କର ନାଁ ଲେଖିଲେ ମାନେ ତାର ଅର୍ଥ ଭାବ ନାହିଁ ଯେ ଗୋଟେ ପୁସ୍ତକ ଏମିତି ଖୋଲା ହବ, ଏମିତି ନାହିଁ। ଏଇଟା ବୁଝିବା ପାଇଁ ଲେଖା ହେଇଛି, ତ ଯେତେବେଳେ ସମସ୍ତେ ଠିଆ ହେଇଯିବେ ଶ୍ଵେତ ସିଂହାସନରେ, ସମସ୍ତେ ନିଜ ନିଜକୁ ଦେଖିପାରିବେ, ତାଙ୍କର ପୁରା ଦେଖାଯିବ, ସ୍ପଷ୍ଟ ଭାବରେ ସେମାନେ ନିଜକୁ ଦେଖିବେ। ଆମେ ଯେତେବେଳେ ମଧ୍ୟ ଆକାଶରେ ଯିବୁ, ଏଇଟା ଏବେ ଟିକେ ଶୁଣ, ଆଉ ଗୋଟେ, ଆମେ ଯେତେବେଳେ ମଧ୍ୟ ଆକାଶକୁ ଯିବୁ ଦୁଇଟା ବିଷୟ ଘଟିବ, ମାନେ ଅନେକ ବିଷୟ ଘଟିବ, ଦୁଇଟା ନାହିଁ ଅନେକ ବିଷୟ ଘଟିବ। ଦୁଇଟା ତିନିଟା ବୋଲି କହିବାଟା ମୋର ଟିକେ ପାଟିରେ ବାରି ପଡ଼ିଲା, ନାହିଁ ସେମିତି ନାହିଁ। ଆମେ ଯେତେବେଳେ ଯିବୁ, ଆମେ ପ୍ରଥମରେ ଦେଖିବା 2 Corinthians 5 ଅଧ୍ୟାୟ 2 Corinthians 5 ଅଧ୍ୟାୟ, ମୁଁ ଟିକେ ଧୀରେ ମାନେ କହିଦେଉଛି, ସମସ୍ତେ ଭଲ ଭାବରେ ଶୁଣିବ। 1 ପଦ ଅନୁସାରେ ଲେଖାଯାଉଛି ଆମର ପାର୍ଥିବ ଗୃହ ଭାଙ୍ଗିଯାଏ, ଅର୍ଥାତ୍ ପାର୍ଥିବ ଗୃହ ମାନେ ନିଜର ଶରୀରକୁ ସେ କହୁଛନ୍ତି। ସେଟା କଣ ଲେଖା ହେଇଛି? ତାକୁ ଲେଖାଯାଉଛି ତମ୍ବୁ। ଗୋଟେ ଜାଗାରେ ଗଲୁ, ତମ୍ବୁ ରଖିଲୁ, ସେଟା ଚିରଦିନ ପାଇଁ ରହିବ ନାହିଁ, ସେଟା କଣ ହବ? ଉଠାଇକରି ଚାଲିଯିବ। ସେମିତି ଆମର ଶରୀର ଏଇ ପୃଥିବୀରେ ଚିରଦିନ ରହିବ ନାହିଁ, ବା ଏ ଶରୀର କଣ ହବ? ଗୋଟେ ଦିନ ନଷ୍ଟ ହେଇଯିବ, ଯୋଉଟା କି ତାର ଉପରେ ଲେଖା ହେଲା 4:16 ଯେ ତେଣୁ ଆମମାନେ କ୍ଳାନ୍ତ ନୁ, କିନ୍ତୁ ଆମମାନଙ୍କ ବାହିକ ପୁରୁଷ କ୍ଷୟ ପାଇଲେ ସୁଦ୍ଧା ଆମମାନଙ୍କ ଆନ୍ତରିକ ପୁରୁଷ ଦିନକୁ ଦିନ ନୂତନୀକୃତ ହେଉଅଛି। ତ ଏଇଠି ଆମେ କଣ ଦେଖିପାରୁଛୁ ଯେ ଆମର ବାହିକ ପୁରୁଷ କ୍ଷୟ ପାଇଛି, ଆନ୍ତରିକ ପୁରୁଷ ନୂତନ। ଯେତେବେଳେ କ୍ଷୟ ପାଉଛି ତାର ତଳେ ଲେଖା ହେଲା ସେଟା ଭାଙ୍ଗିଯିବ, ଶରୀର ନଷ୍ଟ ହେଇଯିବ। ଶରୀର ଯେତେବେଳେ ନଷ୍ଟ ହେବ, ସେ ନଷ୍ଟ ହେବା ପୂର୍ବରୁ ଗୋଟେ ବିଷୟ ଘଟୁଛି 2 ପଦରେ, ଯେଣୁ ଆମମାନେ ତ ଆମମାନଙ୍କ ସ୍ୱର୍ଗୀୟ ଗୃହ ରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏଇ ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ। ଏଇଟା ଗୋଟେ ବଡ଼ ବିଷୟ। ପାଉଲ କଣ କରୁଥିଲେ ଯେ ମୋର ଏବେ ଶରୀର ନଷ୍ଟ ହଉଛି, କିନ୍ତୁ ଯେତେବେଳେ ସେ ବଞ୍ଚି କରି ଅଛି ସେତେବେଳେ ସେ ଚିତ୍କାର କରୁଛି। କଣ ଚିତ୍କାର କରୁଛି? 3, ଏହିପରି ପରିହିତ ହେଲେ ଆମମାନେ ଉଲଙ୍ଗ ଦେଖାଯିବା ନାହିଁ। ଯେତେବେଳେ ଗୋଟେ ବସ୍ତ୍ର, ସ୍ୱର୍ଗୀୟ ବସ୍ତ୍ର ପିନ୍ଧିବୁ, ସେତେବେଳେ କଣ ହବ ନାହିଁ? ଆହୁରି ଉଲଙ୍ଗ ଦେଖାଯିବୁ ନାହିଁ। ଯେମିତି ଆଦମ ପାପ କଲା, ତାର ଉଲଙ୍ଗତା ଦେଖାଗଲା, ସେ ଲୁଚବାକୁ ଗଲା, ପ୍ରଭୁ ତାର ଉଲଙ୍ଗତା ଦେଖିଦେଲେ। ଏବେ ସମସ୍ତଙ୍କର ଉଲଙ୍ଗତା ପ୍ରଭୁ ଦେଖୁଛନ୍ତି। ପ୍ରଭୁଙ୍କ ଦୃଷ୍ଟିରେ କୌଣସି ବିଷୟ କଣ ନାହିଁ, ମାନେ ଗୁପ୍ତ ହେଇକି ରହିବ ନାହିଁ, ପ୍ରକାଶିତ ସେଟା। କିନ୍ତୁ ଯେତେବେଳେ ଆମେ ଯିବୁ, ଆମର ବସ୍ତ୍ର ଯେତେବେଳେ ପିନ୍ଧିବୁ, ସେତେବେଳେ ଉଲଙ୍ଗ ଦେଖାଯିବୁ ନାହିଁ। 4, କାରଣ ଆମମାନେ ଏଇ ତମ୍ବୁରେ ବାସ କରି ଭାରଗ୍ରସ୍ତ ଆର୍ତ୍ତନାଦ କରୁଅଛୁ, ଯେଣୁ ଆମମାନେ ଯେ ପରିଚ୍ଛଦ ତ୍ୟାଗ କରିବାକୁ ଇଚ୍ଛା କରୁ ତାହା ନୁହେଁ, ମାତ୍ର ଜୀବନ ଯେପରି ମର୍ତ୍ତ୍ୟକୁ ଗ୍ରାସ କରେ, ଏଥି ନିମନ୍ତେ ଏହି ପରିଚ୍ଛଦ ଉପରେ ଅନ୍ୟ ବସ୍ତ୍ର ପରିଧାନ କରିବାକୁ
ଆମେ ଇଚ୍ଛା କରୁଅଛୁ। ତାର ଅର୍ଥ ମୃତ୍ୟୁକୁ ଛାଡ଼ି ଆମେ ଜୀବନକୁ ପିନ୍ଧିବୁ। ଏଇଟା ସିମ୍ପଲ, ସେତିକି ବୁଝିଥା। 5 ଆଉ ଯେ ଏଥି ନିମନ୍ତେ ଆମମାନଙ୍କୁ ପ୍ରସ୍ତୁତ କରିଛନ୍ତି ସେ ଈଶ୍ୱର ଏଇଟା କରିଛନ୍ତି। ସେ ଆମମାନଙ୍କୁ ବଇନା ସ୍ୱରୂପେ ଆତ୍ମା ମଧ୍ୟ ଦାନ କରିଛନ୍ତି। ଏଇଠି ଟିକେ ବୁଝିବା ପାଇଁ ଚେଷ୍ଟା କର ସମସ୍ତେ। ପ୍ରଭୁ କାହିଁକି ଆମମାନଙ୍କୁ ଆତ୍ମା ଦେଲେ? ଯେ ଗୋଟିଏ ଦିନ ଆମମାନେ କଣ ହବୁ? ଜୀବନ ପାଇବୁ। ସେଥିପାଇଁ ଆତ୍ମା ଦିଆଯାଇଛି। ଅନେକ ଆତ୍ମା ପାଇଛୁ ଏଥିପାଇଁ, ପରଭାଷା କହିବା ପାଇଁ। ଏଇଟା ହେଲା ସମସ୍ତଙ୍କର ଭାବ। କିନ୍ତୁ ଏଠି କଣ ପାଇଁ ଦିଆଯାଇଛି ଆତ୍ମା? ଆତ୍ମା ଆମକୁ ଏଥିପାଇଁ ଦିଆଯାଇଛି ଯେ ଆମେ ଗୋଟେ ଦିନ ଏଇ ବସ୍ତ୍ର ପରିତ୍ୟାଗ କରି ଜୀବନରେ ପ୍ରବେଶ କରିବୁ। ବା ଏଇଠି ବି ଆମେ ଜାଣିପାରୁଛୁ ଯେ ମୁଁ ଜୀବନ ପାଇଛି। ସେଇଟା ହେଲା ଆତ୍ମା ଆମମାନଙ୍କୁ ଜଣାନ୍ତି। ତେଣୁ ଅନେକ ଲୋକ ଆତ୍ମା ପାଇ ଏଇଟା ଜାଣନ୍ତି ନାହିଁ, କିନ୍ତୁ ଆତ୍ମା ପାଇକି ଅନ୍ୟ ବିଷୟ ଜାଣିବା ପାଇଁ ଇଚ୍ଛା କରନ୍ତି। କାହାକୁ ତାଶ୍ଚର୍ଯ୍ୟ କି ପରିହାସ ନୁହେଁ, ଆତ୍ମା ସେଇଟା ବି କରୁଛନ୍ତି, କିନ୍ତୁ ଏଇଟା ଅନେକ ଲୋକ ଜାଣନ୍ତିନି। ଆତ୍ମାଙ୍କର ଏଇ କାମକୁ ଜାଣନ୍ତି ନାହିଁ। 6 ଅତଏବ ଆମମାନେ ସର୍ବଦା ସାହସୀ ଅଟୁ। ସେଥିପାଇଁ ଆମେ ସାହସୀ ଅଟୁ। କାହିଁ ସାହସୀ ଅଟୁ? ଯେହେତୁ ଆମର ଭରସା ଅଛି, ପବିତ୍ର ଆତ୍ମା ପାଇଛୁ, ଆମେ ଏଇ ଭରସା ପାଇଛୁ। ଆମେ ଗୋଟେ ଦିନ ମାନେ ଏଇ ବସ୍ତ୍ର ପରିତ୍ୟାଗ ଭାବେ ଶରୀର ଛାଡ଼ିଦେବୁ, ନୂତନ ଶରୀର, ରୂପାନ୍ତରିତ ଶରୀର ଆମେ ପାଇଯିବୁ। ଆଉ ଏଇ ଶରୀର ଯେ ପର୍ଯ୍ୟନ୍ତ ନିବାସ କରୁଅଛୁ, ସେ ପର୍ଯ୍ୟନ୍ତ ଯେ ପ୍ରଭୁଙ୍କ ଠାରୁ ଦୂରରେ ବାସ କରୁଅଛୁ ଏହା ଜାଣୁ। ମାନେ ଆମେ ଗୋଟେ ଦିନ ପ୍ରଭୁ ସହିତ ରହିବୁ, କିନ୍ତୁ ଏଇ ଯୋଉ ଶରୀରରେ ଅଛୁ ସେଥିପାଇଁ ଆମେ ତାଙ୍କ ସହିତ ବାସ କରିପାରୁନୁ। ପ୍ରଭୁ ଆମ ଭିତରେ ଅଛନ୍ତି, ବିଶ୍ୱାସରେ ଅଛନ୍ତି, ଠିକ କଥା। କିନ୍ତୁ ଆମେ ଯେମିତି ପ୍ରାକୃତିକ ଭାବରେ, ସତ୍ୟ ଭାବରେ, ବାସ୍ତବରେ ତାଙ୍କ ସହିତ ବାସ କରିବୁ, ସେଇଟା ହେଇନାହିଁ। ଏବେ ଆମେ ଦୂରରେ ବାସ କରୁଛୁ। 7 କାରଣ ଆମେ ଦୃଶ୍ୟ ବିଷୟ ଦେଇ ଜୀବନଯାପନ ନ କରି ବିଶ୍ୱାସରେ ଜୀବନଯାପନ କରୁଛୁ। ଏବେ ଆମର ଏଇଟା କେମିତି ବିଶ୍ୱାସ? ପ୍ରଭୁ ଯୀଶୁ ଆମ ଭିତରେ ଅଛନ୍ତି, ଆତ୍ମା ଆମ ଭିତରେ ଅଛନ୍ତି, ଏଇଟା ବିଶ୍ୱାସ। କିନ୍ତୁ ଆମେ ଯୋଉ ବିଶ୍ୱାସ କରୁଛୁ ଦେଖିକରି ନାହିଁ, ଏଇଟା ମନେ ରଖିଥିବ। ଆମର ବିଶ୍ୱାସ ଦେଖିକରି ନାହିଁ, ଆମର ବିଶ୍ୱାସ ଶୁଣିକରି। ଆମେ ବାକ୍ୟ ଯେତେବେଳେ ଆଜି କହୁଛୁ ଶୁଣିକରି ବିଶ୍ୱାସ କରିବ। କିନ୍ତୁ ସବୁଠାରୁ ବଡ଼ ବିଶ୍ୱାସ କଣ? ଯେତେବେଳେ ଆମେ ଯୀଶୁଙ୍କର ବାକ୍ୟ ଶୁଣିଲୁ ଆଉ ତାଙ୍କଠାରେ ବିଶ୍ୱାସ କଲୁ। ଆମେ କିଛି ଦେଖିନୁ। ଅନେକ ଲୋକ ଆଶ୍ଚର୍ଯ୍ୟକର୍ମ, ବିଭିନ୍ନ ବିଷୟ, ଭାବବାଣୀ ସବୁ ଶୁଣିକରି ଆସନ୍ତି। ଆମେ ସେମିତି ଆସିନୁ, କିଛି ଦେଖିନୁ, କିଛି ନାହିଁ, ବିଶ୍ୱାସ ଆମେ କଲୁ। ଏଠି ଯଦି ସେମିତି ଲୋକ ଅଛ, ସ୍ଥାୟୀ କରିଥିବ। ଯଦି ସେମିତି ଲୋକ ନାହିଁ, ଆହୁରି ଭାବବାଣୀ ଶୁଣି ଚାଲିଯିବ। ତେଣୁ ଭଲ କରି ମନେ ରଖିବ, ଯଦି ବା ସେମାନେ ଭାବବାଣୀ ବିଭିନ୍ନ ବିଷୟ ଶୁଣିକି ଆସିଲେ, କିନ୍ତୁ ସତ୍ୟ ଭାବରେ ଯଦି ବିଶ୍ୱାସ କରିନାହାନ୍ତି, ଅସୁବିଧା ଅଛି। ସେମାନେ ସେଟା ଶୁଣି ଆସିଲା ପରେ ବାକ୍ୟକୁ ବି ବିଶ୍ୱାସ କରିବ, ଆହୁରି କିଛି ଦେଖିକରି ନାହିଁ। ମୋର ବିଶ୍ୱାସ କୌଣସି ଦେଖିବା ବିଷୟ ଉପରେ ସ୍ଥାପିତ ହେଇନାହିଁ, ମୋର ବିଶ୍ୱାସ ଅଦୃଶ୍ୟ ଉପରେ ସ୍ଥାପିତ ହଉଛି। ବାକ୍ୟ ବି ଆମକୁ କହେ ଯୋଉଟାକି ଆମେ ଅଦୃଶ୍ୟ ବିଷୟକୁ ଆମେ ବିଶ୍ୱାସ କରୁ। ତାପରେ 8 ପଦରେ ଆମମାନେ ସାହସୀ ଅଟୁ। ଉପରେ ବି କହିଲେ ସର୍ବଦା ସାହସୀ 6 ପଦରେ। 8 ପଦରେ କହୁଛନ୍ତି ଆମମାନେ ସାହସୀ ଅଟୁ, ଆଉ ଶରୀର ଠାରୁ ଦୂରରେ ବାସ କରି ବରଂ ପ୍ରଭୁଙ୍କ ନିକଟରେ ନିବାସ କରିବାରେ ଆମମାନଙ୍କ ଅଧିକ ସନ୍ତୋଷ। କହୁଛନ୍ତି ଦୂରରେ ରହିବା ଅପେକ୍ଷା ତାଙ୍କର ପାଖରେ ଯାଇ ରହିବାଟା ମତେ ବେଶୀ ଇଚ୍ଛା ଅଛି। ମତେ ସେଠି ବହୁତ ତୃପ୍ତି ମିଳିବ, ସନ୍ତୁଷ୍ଟ ମିଳିବ। ଆଜି ଅନେକ ଲୋକ ଆମେ କଣ କରୁଛୁ, ଆମର ଭିତରେ ଏଇଟା ଆସିନାହିଁ। ଆଜି ଆମେ ଏଇ ଜଗତରେ ଏକା ଥିବା, ମରବା ନାହିଁ, ବଢିଆ ହେଇକରି ଥିବା, ଭଲ କରି ଖାଇବାକୁ ଥିବା, ଆଉ ସେ ଭିତରେ ଆମେ ଟିକେ ଲଗାଇଦେବୁ ମୁଁ ପ୍ରଭୁଙ୍କ ନିମନ୍ତେ ବଞ୍ଚିବି, ସୁଷମାଚାର ପ୍ରଚାର କରିବି। ଏଇଟା ଆମର ଭିତରେ ଗୋଟେ ଲୋଭ ଅଛି। ମରବା ପାଇଁ ଆମର ଇଚ୍ଛା ନାହିଁ। ମନୁଷ୍ୟ ମରବା ପାଇଁ ଇଚ୍ଛା କରେ ନାହିଁ। ମାନେ ଲେଙ୍ଗଡ଼ା ଫେଙ୍ଗଡ଼ା, ଅନ୍ଧ ଫନ୍sh ହେଇକରି ହିଁ ବଞ୍ଚିଥିବାକୁ ସେ ଇଚ୍ଛା କରିବ। ସେ ଏଠି ସମସ୍ତେ ମନେ ରଖିଥିବ, ଏଠି ଆମେ ଯେତେ ଜଣ ଅଛୁ, ଗୋଟେ ଭଲ ମାନେ 100 ବର୍ଷ ହେଲେ ମଧ୍ୟ ମୁଁ ବଞ୍ଚିକରି ଆସିଥିବି, ଆମର ଚିନ୍ତା। ପାଉଲ କଣ କହୁଛନ୍ତି? ସେମିତି ନାହିଁ। ପାଉଲ ସେପରି କହନ୍ତି ନାହିଁ। ପାଉଲ କଣ କହନ୍ତି? ଯେ ପ୍ରଭୁଙ୍କ ଠାରେ ମୁଁ ବାସ କରିବା ମୋର ଗୋଟେ ବହୁତ ସନ୍ତୁଷ୍ଟି, ବହୁତ ମୋର ଇଚ୍ଛା। ତାପରେ 9 ପଦ, ଏଣୁ ମଧ୍ୟ ନିବାସୀ ହଉ ବା ପ୍ରବାସୀ ହଉ, ତାଙ୍କ ନିକଟରେ ସନ୍ତୋଷ ପାତ୍ର ହେବା ଆମମାନଙ୍କର ଏକାନ୍ତ ବାସନା। ଆମର ଇଚ୍ଛା କଣ? ଆମର ଗୋଟେ ହିଁ ଇଚ୍ଛା, ଏକାନ୍ତ ଇଚ୍ଛା, ସନ୍ତୋଷ ପାତ୍ର ହେବା, ସନ୍ତୋଷ ପାତ୍ର ହେବା। 10 କାରଣ ଭଲ ହଉ ବା ମନ୍ଦ ହଉ, ପ୍ରତ୍ୟେକ ଜଣ ଆପଣା ଶରୀର ଦ୍ୱାରା କୃତ କର୍ମ ଅନୁସାରେ ଫଳ ପାଇବା ନିମନ୍ତେ ଖ୍ରୀଷ୍ଟଙ୍କ ବିଚାରସନ ଛାମୁରେ ଆମ ସମସ୍ତଙ୍କୁ ପ୍ରକାଶିତ ହେବାକୁ ହେବ। ଏଇ ଯୋଉ ଶବ୍ଦ ଲେଖା ହେଲା,
ଏଟାକୁ ଆଣ୍ଡରଲାଇନ୍ କରିବ। ଖ୍ରୀଷ୍ଟଙ୍କ ବିଚାର ଶୁଣ। ଏଟା ଖ୍ରୀଷ୍ଟଙ୍କର ବିଚାର। ଆମେ ଯୋଉ ପ୍ରକାଶିତ 20 ଦେଖିଲୁ ଶ୍ଵେତ ସିଂହାସନର ବିଚାର, ଏ ଦୁଇଟା ବିଚାର ସମ ଭିନ୍ନ। ଏଇ ବିଚାର ସମୟରେ କଣ ହବ? ଭଲ ହଉ କି ମନ୍ଦ ହଉ, ମୁଁ ବିଶ୍ୱାସୀ ଭାବରେ ଭଲ କଲି କି ମନ୍ଦ କଲି, ମନ୍ଦ ମାନେ ପାପ ନାହିଁ, ଭଲ କରି ବୁଝା ଚେଷ୍ଟା କରିବ, ମାନେ ସବୁବେଳେ କ୍ରିଟିକାଲ ବୁଝିବ ନାହିଁ, ସିମ୍ପଲ ବୁଝା ପାଇଁ ଇଚ୍ଛା କରିବ। ଭଲ ହଉ କି ମନ୍ଦ ହଉ, ଆମର ଯୋଉ କାମ ସ୍ୱର ଅନୁସାରେ ଆମେ ଭଲ କଲୁ କି ମନ୍ଦ କଲୁ, ତାର ଅର୍ଥ କଣ? ମୁଁ ଗୋଟେ ବଡ ମିଟିଂ କଲି, ମାନେ 50,000 ଲୋକ ଆସିଗଲେ, କିନ୍ତୁ ଜଣେ ବି ପରିତ୍ରାଣ ପାଇଲେ ନାହିଁ, ସେଟା ଆମ ଈଶ୍ୱର ଦୃଷ୍ଟିରେ ମନ୍ଦ। କିନ୍ତୁ ମୁଁ ଜଣକୁ କହିଲି, ସେ ପ୍ରଭୁଙ୍କୁ ବିଶ୍ୱାସ କଲା, ସେଟା ହେଲା ଭଲ। ମୋର ସ୍ୱର ସେଟା ଭଲ କାମ କଲା, କିନ୍ତୁ ମୋର ସ୍ୱର ସେଟା ମନ୍ଦ କାମ କଲା। ସ୍ୱର କେତେବେଳେ ଭଲ କାମ କରିବ? ଯେତେବେଳେ ପବିତ୍ର ଆତ୍ମା ଦ୍ୱାରା ନିୟନ୍ତ୍ରିତ ହେଇକରି କାମ କରିବ। ସ୍ୱର କେତେବେଳେ ଭଲ କାମ କରିବ ନାହିଁ? ଯେତେବେଳେ ନିଜେ ମୁଁ ସେ ସ୍ୱରକୁ ପରିଚାଳନ କରିବି। ମୋର ସ୍ୱରର ବଳ ଦ୍ୱାରା, ମାନେ ସ୍ୱର ଦ୍ୱାରା ମୁଁ ସବୁ କାମ କରିବା ପାଇଁ ଇଚ୍ଛା କରିବି। ତେଣୁ ଭଲ କି ମନ୍ଦ ମାନେ ଏଠି ନୁହେଁ, ବ୍ୟଭିଚାର କଲେ ମଧ୍ୟ ମତେ ସେଠି ନାହିଁ, ଏଇଟା ସେଇଟା ନୁହେଁ। ଆମର ପାପ ସବୁ କ୍ଷମା ହେଇଛି, ଏଇଟା ମନେ ରଖିଥିବ। ଆମେ ପ୍ରତିଦିନ ପାପ କ୍ଷମା ପାଇ ଯାଉଛୁ, ଆମେ ପାପରେ ରହିନାହୁଁ। ଏବେ ଆମେ ଯେତେବେଳେ ବିଚାର ସମୟ ଯେତେବେଳେ ମୃତ ହବ, ବିଚାର ଆମର ଯେତେବେଳେ ହବ, ସେଟା ମଧ୍ୟ ଆକାଶ ଯେତେବେଳେ ବିଚାର ହବ, ସେତେବେଳେ ଆମେ ଦଣ୍ଡ ନିମନ୍ତେ ନାହିଁ। ସେଠି କଣ? ଆମକୁ ପ୍ରଭୁ ପୁରସ୍କାର ଦେବେ, ଆମକୁ ପ୍ରଭୁ ପୁରସ୍କାର ଦେବେ। ତେଣୁ ଏତିକି ରହୁ। ମୁଁ ଭାବୁଛି ଟିକେ ଆଇଡିଆ ଆସୁଥିବ।